এই দাଦି ଆଳୁ ଗଛଟା କଣ ବାଉଁଶ ଗଛ ମୂଳରେ ଲଗେଇଛ? ଆରେ ଇଏ ଆଳୁ ଗଛ କଥା ମୁଁ କହିବି କଣ, ମୁଁ ଏ ଫାଙ୍କାରେ ଭାଇ ଗାତ କରିକି ଇଏ ଆଳୁ ଗଛ ପୁଅ ଲଗେଇଥିଲି। ଇଏ ଗୋଟେ ଠେକୁଆ ତାର ଆମ ସେ ଭାଇ ଘର ରଖିଛନ୍ତି ଗୋଟେ ଠେକୁଆ। ତାଙ୍କରି ବାସ୍ ବାସ୍, ସିଏ ସାଲାଟା ଆସିକି ତାର ବାଡି ଘର ସବୁଆଡେ ବୁଲିକି ତାର ଅଗ ଯେତିକି ହୁଏ ତାର ଖାଇବ, ଯେତିକି ଗଜା ଉଠିବ ତାର ଖାଇଦବ। ଏଠି କରିଛି କଣ ଖରା ବେଳେ, ସିଏ ତାର ଗାତ ଭାଇ କେତେ ଭିତରକୁ କରିକି ଆଳୁ ଗଛ ତାର ନେଇଯାଇଛି ତା ଭିତରୁ। ମୁଁ ଆଇଲା ବେଳକୁ ବାଉଁଶ ହାଣିବି, ମୁଁ ଏଠି ନାଳୁ ମୁଁ ଏଠି ଛିଡା ହେଇକି ବାଉଁଶକୁ ମୁଁ ହାଣୁଛି। ମୋର ଅନେଇଛି, ମୁଁ ଖାଲି ବାଉଁଶ ଆଣିକି ବାଉଁଶକୁ ଭାଇ ଟାଣିକି ନେଇକି ଖାଲି ପୁଅ ଏତିକି ବାଟ ହେଇଛି। ସେ ଠେକୁଆ ତାର ଭାଇ ଡେଇଲା ଭାଇ ତା ସେ ଗଦାଡି ଉପରକୁ, ମୁଁ ଅନେଇଲା ବେଳକୁ ମୋ ଆଳୁ ଗଛ ନାହିଁ। ସେ ଆଳୁ ଗଛ ବାଉଙ୍ଗି ବଢେଇଲି, ଗୋଟେ ବାଉଙ୍ଗି ତା ଭିତରକୁ ପଶିଗଲା। ବାଉଙ୍ଗି ତା ଭିତରକୁ ପଶିଗଲା, ବୁଝିଲି। ବାଉଙ୍ଗି ପଶିଗଲା ପରେ ମୁଁ କହିଲି ମୋ ଆଳୁ ଗଛ ନାହିଁ ତ ନାହିଁ ଆଉ। ସେ ଆଜି ଦେଖିଲା ବେଳକୁ ସେ ବାଉଁଶ ଗଛ ଭିତରୁ ଆଳୁ ବାହାରୁଛି। ତୁ ଖୋଳିବୁ କେମିତି? यार कथा कौन ये बात ଲାଷ୍ଟ କୁ ସେ ବୁଦାକୁ ଟେକିବୁ ଆଉ ଡୋଜର ଆଣିକି ନୋଟି ପକେଇବୁ ଆଳୁ କାଟିବୁ। ना ना मु माने ସେଇଟା ଯେ ସେ ତ ଅଲଗା କଥା ଯେ ଆଳୁ ଗଛ ଯାଇଛି କୁଆଡୁ ଆଗେ। ସେଇ ଆଳୁ ଗଛ ସେଇ ବାଉଁଶ ଗଛ ମୂଳରେ ଅଛି। ସେ ଗାତ ବାଉଙ୍ଗି ପାଉନି ସେ ଗାତ। ସେତେବେଳେ ପୁଣି ଡୋଜର ଦରକାର ହବ, ଡୋଜର ଆଣିକି ଆଉ କାଢିଦେବୁ। ନା ଠେକୁଆକୁ ଆଣିବି ପୁଣି ବାନ୍ଧିବି, ମୁଁ କହିବି ଭାଇ ଗାତ ଖୋଳ ଆଳୁ କାଢି ଦେଇ ଘର ଟେକୁଆ ତୁ କରିବୁ ଆଉ। ଯିଏ ଗାତ କରିଥିଲା ସେଇ ଗାତରେ ତୁ ସେଇ ଗାତରୁ ଆଳୁ କାଢ। ମୋର ଏଇ କଥା ଆଉ କଣ ତାକୁ କହିବୁ। ସେ ନହେଲେ ଇଏ ଗୋଟେ ଥାଉ ବାଉଁଶ ଗଛରେ ଆଳୁ ହଉଛି। ଇଏ ଗୋଟେ ଥାଉ ବାଉଁଶ ଗଛରେ ଆମର ଆଳୁ ଫଳିଛି। ବାଉଁଶ ଗଛ ଆଳୁ କଲିମି ଚାରା, ଏଟା କଲିମି ହେଇଛି ଆଉ କଲିମି ଚାରା ଏଇଟା ହଉଛି କଲିମି। ସବୁ ତ କଲିମି, ମଣିଷ କଲିମି ମଣିଷ ପୁରା ଆଉ ଗଛ କଲିମି। କଣ ଟଙ୍କା 10-30 ହଜାର ଦେଲା ବେଳକୁ ଛୁଆ ପାଖରେ ଆସିକି ଆଉ କଣ ଆଉ ତମେ ଆଉ କଲିମି ଚାରା, କଲିମି ଚାରା ଆମ୍ବ କଲିମି, ଲିମ୍ବ କଲିମି, ଶିମ୍ବ କଲିମି, ଛୁଆ ବି କଲିମି। ନର୍ସରୀ ଠାରୁ ଆହୁରି ନର୍ସରୀରେ ତମେ କଣ କେମିତି କରୁଛ ସେମିତି ନାହିଁ। ଆମେ ଡାଇରେକ୍ଟ ଦବୁ ପୁରା 25-30 ହଜାର ଦବୁ, ସାଙ୍ଗେ ସାଙ୍ଗେ ଦବୁ। ଗଭର୍ଣ୍ଣମେଣ୍ଟ ସଂସ୍ଥା ଏଟା ପାୱାର ଅଛି। ଏଟା ପାୱାର ନୁହେଁ, ଏଟା ସମସ୍ତଙ୍କୁ